ମୋ ବ୍ଲଗ ସୁରଭିର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। ସୁରଭିର ସୌରଭରେ ବିମୋହିତ ହେଲେ ସମସ୍ତେ। ଷ୍ଟେଜରେ ପ୍ରତିଯୋଗୀଙ୍କ ନାଚର ତାଳେ ତାଳେ ଷ୍ଟେଜ ତଳେ ଥିବା ନାଚିଲେ ଦର୍ଶକ। ବାଇମୁଣ୍ଡିର ସହର କଟକ, 52 ବଜାର 53 ଗଳିର ସହର କଟକ। କଳା ସଂସ୍କୃତି ଓ ରାଜଧାନୀର ସହର କଟକ। ତାରକସୀର ବିଶ୍ୱ ପ୍ରସିଦ୍ଧି ଲାଭ କରିଥିବା ସହର କଟକ। ବାରବାଟୀ ଦୁର୍ଗର ସହର କଟକ। ମା କଟକଚଣ୍ଡୀଙ୍କ ବିଜୟସ୍ଥଳୀ କଟକ। କଳାକୁ ବିକଶିତ କରୁଥିବା କଳା ବିକାଶ କେନ୍ଦ୍ରର ସହର କଟକ। ହଜାର ବର୍ଷର ସହର କଟକ। ଏଠି ଗଳି ଯେତେ, ଗହଳି ବି ସେତେ। ଏଠି ସୂର୍ଯ୍ୟ ଅସ୍ତ ଯାଇ ସନ୍ଧ୍ୟା ନଇଁଲେ ଚିକ୍ମିକ୍ ଆଲୁଅରେ ନବବଧୂ ସାଜି ସମସ୍ତଙ୍କ ମନକୁ ବିମୋହିତ କରେ ଏହି କ୍ଷେତ୍ର। ଗୋଟିଏ ମହାନଗର ନିଗମ, 2ଟି ପୌରପାଳିକା, 4ଟି ଏନ୍ଏସି, 14ଟି ବ୍ଲକକୁ ନେଇ ସମୃଦ୍ଧିତ ହୋଇଛି ଏହି ଜିଲ୍ଲା। ସେଥିମଧ୍ୟରୁ ସବୁଠାରୁ ଛୋଟିଆ ବ୍ଲକଟିଏ ବାରଙ୍ଗ। ହୁଏତ କାହିଁ କେଉଁ କାଳରୁ ଏହି ଅଞ୍ଚଳକୁ ବାରଙ୍ଗ ନାମରେ ନାମିତ କରାଯାଇଛି। ଲୋକମୁଖରୁ ଶୁଣାଯାଏ ବିବିଧ ରଙ୍ଗରେ ରଙ୍ଗାୟିତ ଲୋକକଳା ଓ ସଂସ୍କୃତିର ପସରା ମେଲି ଦେଇଥିବାରୁ ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ହାର ମନାଇ 12ଟି ରଙ୍ଗରେ ଏ ଅଞ୍ଚଳକୁ ରଙ୍ଗାୟିତ କରିଥିବାରୁ ଏହାର ଏପରି ନାମକରଣ କରାଯାଇଛି। ଅନେକ ଐତିହ୍ୟକୁ ନିଜ ଗର୍ଭରେ ଧରି ରଖିଛି ଏହି ବାରଙ୍ଗ। ଓଡ଼ିଶାର ଏକମାତ୍ର କାଚ କାରଖାନା, ଶ୍ରୀ ଶ୍ରୀ ୟୁନିଭର୍ସିଟି ଭଳି ସମ୍ମାନସ୍ପଦ ଶିକ୍ଷାୟତନ, ଅନତି ଦୂରରେ ନନ୍ଦନକାନନ ଚିଡ଼ିଆଖାନା ଏହାର ମହତ୍ତ୍ୱକୁ ଅନେକ ଗୁଣରେ ଗରିୟାନ କରିଛି। ଏହାର ଭୌଗୋଳିକ ସ୍ଥିତି ମଧ୍ୟ ବଡ଼ ବିଚିତ୍ର। 16ଟି ପଞ୍ଚାୟତ ମଧ୍ୟରୁ 8ଟି ପଞ୍ଚାୟତ ଦ୍ୱାରା ଏହା ପରିବେଷ୍ଟିତ ହୋଇଥିବା ବେଳେ ଅନ୍ୟ 8ଟି ପଞ୍ଚାୟତକୁ ନିଜଠାରୁ ଦୂରେଇ ଦେଇ ଚୁମ୍ବକ ଲୁହାକୁ ଆକର୍ଷିତ କଲା ପରି ନିଜ ଆଡ଼କୁ ଟାଣି ଆଣିବାରେ ପ୍ରୟାସ ଅହର ଜାରି ରଖିଛି ଏହି ବ୍ଲକ। ଏହି ବ୍ଲକର ଶିକ୍ଷା ରୂପକ ମନ୍ଦିରକୁ 83ଟି ପ୍ରାଥମିକ ବିଦ୍ୟାଳୟ, 19ଟି ଉଚ୍ଚ ବିଦ୍ୟାଳୟ, ଯେଉଁଥିରେ କି 2ଟି ସଂସ୍କୃତ ଟୋଲ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ସାମିଲ ଅଛି। ପୁଣ୍ୟତୋୟା ମହାନଦୀ ଓ କାଠଯୋଡ଼ିର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ବ୍ଲକ। କଳାକାର ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ବ୍ଲକ। ବଣମଲ୍ଲୀ ବଣରେ ଫୁଟି ତାର ସୁବାସରେ ଚଉଦିଗ ମହକାଇବା ପୂର୍ବରୁ ଯେପରି ଝଡ଼ି ନଯାଏ, ସେଥିପାଇଁ କୁନି କୁନି ପ୍ରତିଭାଗୁଡ଼ିକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ ସୁରଭିରେ ଏହି ବ୍ଲକ ଅନ୍ୟ ବ୍ଲକମାନଙ୍କ ତୁଳନାରେ 2 ପାଦ ଆଗେଇ ଯାଇଛି। ବ୍ଲକ ଲେବୁଲ ଶିଶୁ ମହୋତ୍ସବ ସୁରଭି 2025 ଗତ 17 ତାରିଖରେ ନରଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବରିଷ୍ଠ ଛାତ୍ରବତ୍ସଳ ଶିକ୍ଷକ ଗଣେଶ୍ୱର ସାର୍ ମହୋଦୟ। ସମସ୍ତ କାର୍ଯ୍ୟକୁ ତଦାରଖ ଦାୟିତ୍ୱରେ ଥିଲେ ପ୍ରାକ୍ତନ ସିଆରସିସି ଲିପିକା ସାହୁ ଓ ବାବୁଲି ଚରଣ ଜେନା। କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ ପାଇଁ ସିଆରସିସି ବନଲତା, ସିଆରସିସି ନିବେଦିତାଙ୍କ ଯୋଗଦାନ ଓ ପରିଚାଳନାଗତ ଦକ୍ଷତା ସମସ୍ତଙ୍କୁ ବିମୋହିତ କରିଥିଲା। ସିଆରସିସି ଗୋଲକ ପ୍ରଧାନ, ସିଆରସିସି କମଳାକାନ୍ତ ଓଝା ପ୍ରତିଯୋଗୀ ଓ ଅଭିଭାବକ ଓ ଦର୍ଶକଙ୍କ ସମସ୍ତ ସୁବିଧା ଅସୁବିଧା ତଦାରଖ କରିଥିଲେ। ସିଆରସିସି ନିବେଦିତା ବିବରଣୀ ପାଠ କରିଥିଲେ। ବ୍ଲକ ଏଜୁକେସନ ଅଫିସର ଶ୍ରୀଯୁକ୍ତ ବିଭୂତି ଚରଣ ବେହେରା ମହୋଦୟ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏବିଓ ପ୍ରଫୁଲ୍ଲ କୁମାର ରଥ ମହୋଦୟ, ଏବିଓ ତପସ୍ୱିନୀ ସାହୁ ମହୋଦୟା, ଏବିଓ ଯମୁନାମଣି ହେମ୍ବ୍ରମ ମହୋଦୟା ପ୍ରଭୃତି ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ପ୍ରାପ୍ତିର ମାର୍ଗ ସମ୍ପର୍କରେ ପ୍ରତିଯୋଗୀ, ଅଭିଭାବକ ଓ ଦର୍ଶକମାନଙ୍କୁ ଅବଗତ କରାଇଥିଲେ। ଏହି ଶିଶୁ ମହୋତ୍ସବର ଗୌରବକୁ ବହୁଗୁଣିତ କରିବା ପାଇଁ ବହୁ ଅନୁରୋଧ କ୍ରମେ ଯୋଗ ଦେଇଥିଲେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଯୁବ ନେତା ତଥା ସମାଜସେବୀ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ତୁଷାରକାନ୍ତ ଚକ୍ରବର୍ତ୍ତୀ ମହୋଦୟ, ସମସ୍ତଙ୍କର ଅତି ପ୍ରିୟ ବୁଲୁ ଭାଇ, ନିଆଳି ଏମଏଲଏଙ୍କ ରିପ୍ରେଜେଣ୍ଟେଟିଭ ଧୀରେନ୍ଦ୍ର ବାରିକ ମହୋଦୟ, ଯିଏକି ସଭାର ମୁଖ୍ୟ ବକ୍ତା ଭାବେ ଶୋଭାମଣ୍ଡନ କରିଥିଲେ। ଶେଷରେ ବିଓ ମହାଶୟ ପ୍ରତିଯୋଗିତା ଆରମ୍ଭ ହେବାର ଉଦ୍ଘୋଷଣା କରିଥିଲେ ଓ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଭିଡିଓ ଦେଖିବା ପାଇଁ ଡେସ୍କ୍ରିପସନ ବକ୍ସରେ ଥିବା ଲିଙ୍କକୁ କ୍ଲିକ୍ କରନ୍ତୁ କିମ୍ବା ଫେସବୁକରୁ ସୁକାନ୍ତ କୁମାର ମହାପାତ୍ର ସର୍ଚ୍ଚ କରନ୍ତୁ, ସେଇଥିରେ ଏ ଭିଡିଓ ପାଇପାରିବେ। ଯେଉଁମାନେ ପ୍ରଥମ ଥର ପାଇଁ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନରେ ଅଲ୍ କ୍ଲିକ୍ କରନ୍ତୁ। ପରେ ଯେଉଁ ନୂଆ ଭିଡିଓ ଅପଲୋଡ଼ ହେବ ତା ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।